ଆମର ଭୂଇଁଆ ଜୁଆଙ୍ଗପିଡ଼ ରେଞ୍ଜର କାଞ୍ଜିପାଣି ସେକ୍ସନ ଅଞ୍ଚଳର ଯେଉଁ ଅଗମ୍ୟ ଅଞ୍ଚଳ ଅଛି ସେ ଅଞ୍ଚଳରେ ଏହିପରି କିଛି ଗଞ୍ଜି ଚାଷ ହେଉଥିବାର ଖବର ଆମ ପାଖରେ ପହଞ୍ଚିଥିଲା ଏବଂ ତଦନୁଯାୟୀ ଆମର କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ SD ଧନରାଜ ନିର୍ଦ୍ଦେଶ ଦେଇଥିଲେ ରେଞ୍ଜ ଅଫିସରଙ୍କୁ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁକା ଏବଂ ରେଞ୍ଜ ଅଫିସର ଶ୍ରୀଯୁକ୍ତ ନୟନକାନ୍ତ ସାହୁ ଏହା ଉପରେ ଟିମ୍ ଫର୍ମେସନ୍ ନେଇ 20 ଦିନ ହେଲାଣି ଏହା ଉପରେ ନଜର ରଖିଥିଲେ ଏବଂ ଯେହେତୁ ବହୁତ ଅଗମ୍ୟ ଅଞ୍ଚଳ ଅଛି ଏବଂ ଯେଉଁଠିକି ଚଳାଚଳର ସୁବିଧା ମଧ୍ୟ ନାହିଁ ତା ଭିତରେ ଷ୍ଟାଫ୍ ଆସି ଫୁଟ୍ ପାଟ୍ରୋଲିଂ କରିଥିଲେ ଏବଂ ଡ୍ରୋନ୍କୁ ମଧ୍ୟ ୟୁଜ୍ କରିଥିଲେ ଏହାର ମ୍ୟାପିଂ କରିବା ପାଇଁକା ଏବଂ ସେହି ଅନୁସାରେ ଯେତେବେଳେ ଆମର ଇଣ୍ଟେଲିଜେନ୍ସ ଇନପୁଟ୍ ଆସିଥିଲା ତାପରେ ଆମେ ଯୋଗାଯୋଗ କରିଥିଲୁ ଆମ ଜିଲ୍ଲାର ଏକ୍ସାଇଜ ବିଭାଗ ଏବଂ ପୋଲିସ ବିଭାଗ ତାଙ୍କର ମଧ୍ୟ ସହାୟତା ନିଆହେଇଥିଲା ଏବଂ ମିଳିତ ଉଦ୍ୟମରେ ଟିମ୍ ଫର୍ମେସନ୍ କରାଯାଇ ଏଇ ଯେଉଁ ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ଏହାପରେ ଏଇ ଯେଉଁ କାଞ୍ଜିପାଣି ଅଞ୍ଚଳର ସୁନାଝାରୀ ଗାଁକୁ ଆସି ଦେଖିଲା ପରେ ଆମେ ଜାଣିଲୁ ଏଇ ଯେଉଁ ଅଞ୍ଚଳରେ ଅଗମ୍ୟ ଅଞ୍ଚଳରେ କରିଛନ୍ତି ଗଞ୍ଜି ଚାଷ କରିଛନ୍ତି ଏହାକୁ ଝରଣାର ପାଣିକୁ ଅଟକେଇକା ଏବଂ ପ୍ରତି ମୁଣ୍ଡାକୁ ଏମାନେ ଜଳସେଚନ ବ୍ୟବସ୍ଥା କରିଛନ୍ତି ଏବଂ ଏହି ଯେଉଁ ଅଛି ହିଲ୍ ସ୍ଲୋପ୍ ଆରାଉଣ୍ଡ 30 ଡିଗ୍ରୀ 40 ଡିଗ୍ରୀ ପାଖାପାଖି କେତେ ଜାଗାରେ 50 ଡିଗ୍ରୀ ସ୍ଲୋପ୍ ମଧ୍ୟ ଷ୍ଟିପ୍ ସ୍ଲୋପ୍ରେ ତାକୁ ଏହିପରି ଚାଷ ସେମାନେ କରୁଛନ୍ତି ଯେଉଁଠିକି ସହଜେ ଜାଣିବା ବାହାରୁ ସମ୍ଭବ ନୁହେଁ ତଥାପି ଆମେ ଏଇ ଜିନିଷ ଯେଉଁ ବେଆଇନ କାମ ହେଇଛି ଏହାକୁ ଆମେ ସବୁ ଏଠି ନଷ୍ଟ କରିଦେଉଛୁ ଏବଂ ନଷ୍ଟ କରିସାରିଲା ପରେ ଆମେ ନିଶ୍ଚୟ ଏହା ଉପରେ ଗ୍ରାମବାସୀଙ୍କ ପାଇଁ ମଧ୍ୟରେ ସଚେତନତା ସୃଷ୍ଟି କରିବୁ ଏବଂ ତାଙ୍କର ଜୀବିକା ଜୀବନ କିପରି ସୁରକ୍ଷିତ ହେଇପାରିବ ସେ ଦିଗରେ କାର୍ଯ୍ୟ କରିବୁ ଏବଂ ଯେଉଁମାନେ এই বেআইন କାର୍ଯ୍ୟରେ ଲିପ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାର୍ ଏଇଟା ଏ ବର୍ଷ ପ୍ରଥମ ହେଲା ନା ଆଗରୁ ହେଉଥିଲା ଏଥିରେ ବାହାର ଲୋକ ଇନଭଲ୍ଭ ଅଛନ୍ତି ନା ନାହିଁ? ବର୍ତ୍ତମାନ ଆମେ ଅନୁମାନ କରୁଛୁ ଏ ଯେଉଁ ସରଳ ଆଦିବାସୀ ଅଞ୍ଚଳ ଅଛନ୍ତି ଏମାନେ ନିଶ୍ଚୟ ଭାବରେ ବାହାରୁ କୌଣସି ଜାଗାରୁ ଏମାନେ ଆର ଜ୍ଞାନ କୌଶଳ ପାଇଛନ୍ତି ବା ଏହିପରି କାମ କରିବା ପାଇଁ ତାଙ୍କୁ କିଏ ପ୍ରୋତ୍ସାହିତ କରିଛି ତେଣୁ ଆମେ ଏହାକୁ ତଦନ୍ତ କରୁଛୁ ଏବଂ ଏହାପରେ ଯିଏମାନେ ଆସିବା ଉପରେ ଖବର ଆସିବ ତାଙ୍କ ବିରୁଦ୍ଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କେତେ ଟଙ୍କାର ହବ ପ୍ରାୟ? ଏଇ ବର୍ଷ ଏଇଟା ତୃତୀୟ ଅଭିଯାନ ଚାଲିଛି ଏବଂ ଏହା ପୂର୍ବରୁ ହାରାହାରି 1 କୋଟିରୁ ଅଧିକ ଟଙ୍କାର ଗଞ୍ଜି ଚାଷ ଆମେ ନଷ୍ଟ କରିସାରିଲୁଣୁ ଏବଂ ଆଜି ଯାହା ଅନୁମାନକ ମୂଲ୍ୟ ହେଉଛି ଏହା 40 ଲକ୍ଷରୁ ଅଧିକ ହେବ। ବର୍ତ୍ତମାନ ଏହା ଉପରେ ତଦନ୍ତ ଚାଲିଛି ଏଇ ଯେଉଁ ଜାଗା ଯେଉଁ ଲୋକମାନେ ଅଧିକାର ଥିଲେ ଏହାକୁ ବ୍ୟବହାର କରୁଥିଲେ ତା ଉପରେ ଆମେ ତଦନ୍ତ କରିସାରିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମ ଷ୍ଟାଫ୍ ମାନେ ପ୍ରତ୍ୟେକ ଦିନ ଫୁଡ୍ ପାଟ୍ରୋଲିଂ କରୁଛନ୍ତି। ଫୁଡ୍ ପାଟ୍ରୋଲିଂ କରିବା ଭିତରେ ଆମେ ନଜର ରଖିଥିଲୁ ଆମେ ସୁରାଗ ପାଇଥିଲୁ ଏଠି ଗଞ୍ଜି ଚାଷ ହେଇଛି। ଗତ ବର୍ଷ ବି ଆମେ ସୁରାଗ ପାଇଥିଲୁ ଯାହାକି ଆମେ ତାକୁ ଧ୍ୱଂସ କରିବା ପୂର୍ବରୁ ଆମେ ଖବର ପାଇବା ପୂର୍ବରୁ ସେମାନେ ତାକୁ ନେଇଯାଇଥିଲେ ତେଣୁ ଏଇ ବର୍ଷ ଆମେ ପ୍ରଥମରୁ ଆଜିକୁ ପ୍ରାୟ 2 ମାସ ହେଲାଣି ଆମେ ତାକୁ ନଜର ରଖିଛୁ ପର୍ଯ୍ୟାୟକ୍ରମେ ତାକୁ ଆମେ ଧ୍ୱଂସ କରାଯାଉଛି। ଟୋଟାଲ ଆମର କାଞ୍ଜିପାଣି ଶୁଆକାଟି ସବୁ ଷ୍ଟାଫ୍ ମାନେ ଏଥିରେ ଇନଭଲ୍ଭ ଅଛନ୍ତି ସମସ୍ତ ସ୍କ୍ୱାଡ୍ ଅଛନ୍ତି ଆମେ ଏକ୍ସାଇଜ ଡିପାର୍ଟମେଣ୍ଟ ପୋଲିସ ଡିପାର୍ଟମେଣ୍ଟ ସହାୟତାରେ DF କେନ୍ଦୁଝର ବନଖଣ୍ଡ ପ୍ରତ୍ୟେକ ତତ୍ତ୍ୱାବଧାନରେ ତାଙ୍କ ନିର୍ଦ୍ଦେଶ କ୍ରମେ ଏ ଅପରେସନ୍ ଜାରି ରହିଛି। ଅପରେସନ୍ ବହୁତ କଷ୍ଟସାଧ୍ୟ ଅଛି ଏ ଜାଗାରେ ଯେହେତୁ ଏଠି ମାଫିଆମାନଙ୍କ ଆଡ଼ାସ୍ଥଳୀ ଅଛି ଗଞ୍ଜେଇ ଚାଷ ହେଉଛି ଏଠି ଷ୍ଟାଫ୍ ଆସିକି ୟାକୁ ଲୋକେଟେଡ୍ କରିବାଟା ବହୁତ କଷ୍ଟ କିନ୍ତୁ ସେମାନେ ଜୀବନକୁ ବାଜି ଲଗେଇ ସେମାନେ ଆସିକି ଜାଗାକୁ ଲୋକେଟେଡ୍ କରୁଛନ୍ତି ଯେଉଁ ଜାଗାକୁ ଆମେ ଯାଇପାରୁନୁ ତାକୁ ଡ୍ରୋନ୍ ମାଧ୍ୟମରେ ବି ଆମେ ତାକୁ ଲୋକେଟ୍ କରୁଛୁ। ଅଭିରାମ ବେହେରା ଇନ୍ସପେକ୍ଟର ଏକ୍ସାଇଜ ସଦର ରେଞ୍ଜ କେଉଁଝର। ଗଞ୍ଜେଇ ଚାଷ ଧ୍ୱଂସ ହେଉଛି କ'ଣ ଟିକେ? ହଁ ଆମେ ବିଶେଷ ଖବର ପାଇଥିଲୁ ଆମ ପାଖରେ ଗୋଟେ ଥିଲା ଖବର ଥିଲା ଆମେ ଆମର ଷ୍ଟାଫ୍ ମାନଙ୍କୁ ଏନଗେଜ୍ କରିଥିଲୁ ଖବର ଆଣିବା ପାଇଁ ତାପରେ ଆମର ଅଧିକ ତେଜରାଜ ଜାନିଙ୍କ ସହିତ କଥା ହେଇ ସେଠି ଗୋଟେ ଟିମ୍ ଆମେ ଲିଡ଼ିଂ କଲା ପରେ ସେ କହିଲେ ଫରେଷ୍ଟ ରାସ୍ତା ଜାଣିବା ପାଇଁ ଆମକୁ ଫରେଷ୍ଟ ଡିପାର୍ଟମେଣ୍ଟ ଦରକାର ଆବଶ୍ୟକ ଥିଲା ତଥାପି ତାଙ୍କୁ ମିଳିତ ଭାବରେ ପୋଲିସ ମଧ୍ୟ କରଞ୍ଜିଆ ପୋଲିସ ଆମର ଅଛନ୍ତି ତାଙ୍କୁ ନେଇକି ଆମେ ଟିମ୍ ଗଢ଼ିକି ଆସିକି ଏ ଜାଗାରେ ପହଞ୍ଚିକି ଏଇ ଯେଉଁ ନିଶା ଯେଉଁ ଗଛ ଲାଗିଛି ସେ ଗଛକୁ ଆମେ ନିପାତ କରି ଚାଲିଛୁ ଏ ଜାରି ରହିଛି ଏ କାମ ଆଗକୁ ଜାରି ରହିଛି ଆଗାମୀ ଦିନ ପାଇଁ ମଧ୍ୟ ଜାରି ରହିବ ବୋଲି ଆମେ ଚେଷ୍ଟା ସାର୍ ଆଗରୁ ତ କେଉଁଝର ଗଞ୍ଜେଇ ଚାଷ ଦେଖାଯାଉନଥିଲା ବର୍ତ୍ତମାନ ବ୍ୟାପିବା ଆରମ୍ଭ ହେଲା ଚେକ୍ ଦେବା ପାଇଁ କ'ଣ ବ୍ୟବସ୍ଥା? ବିଶେଷତଃ ଆମେ ଟିକେ ଖବର ପାଉଛୁ ଯାହା ଇଏ ଆମ ପାଖରେ ସେମିତି ଡ୍ରୋନ୍ ସିଷ୍ଟମ୍ ନାହିଁ କିମ୍ବା ଆମ ପାଖରେ ତଥାପି ଆମେ ଆମର ସ୍ପାଏ ବୁଝିବାକୁ ପଡ଼ୁଛି ବାହାର ଜିଲ୍ଲାରୁ ଲୋକ ଆସି ଏଠି ଲୋକମାନଙ୍କୁ ସ୍ୱଳ୍ପ ପଇସାରେ ସେମାନେ କେମିତି ବଡ଼ ଲୋକ ହେବେ ସେମାନଙ୍କୁ କେମିତି ଅଧିକା ନିଶା କାରବାର କଲେ ଏଠି କେହି ଜାଣିପାରିବେନି ଘଞ୍ଚ ଜଙ୍ଗଲ ଭିତରେ ଏଠୁ କରିକି ନେଲେ ତାଙ୍କୁ ସୁବିଧା ହେଉଛି ତେଣୁ ସେମାନେ ଏଠି ଆସିକି ଏ ବ୍ୟବସ୍ଥା ଜାରି ରଖିଛନ୍ତି। ଆମେ ଖବର ପାଇଲୁ ଆମର ମଧ୍ୟ ଗୋଟେ ପେଟିସନ୍ ଯାଇଥିଲା ଖବର ଇଏରେ ଯେଉଁଟାକି ଇନକ୍ୱାରି ପାଇଁ ଦିଆହେଇଥିଲା ସେଇ ବାବଦରେ ମୋ ପାଖକୁ ଆସିଥିଲା ମୁଁ ସେଇ ଇନକ୍ୱାରିର ଇଏ କରିକି ଏଟା କଲା ପରେ
ମୁଁ ମୋର ଅଧିକାରୀଙ୍କୁ ଜଣାଇଲି। ପ୍ରକୃତରେ ଏଇଟା ଗୋଟେ ଜଏଣ୍ଟ ରେଡ୍ ଥିଲା, ଫରେଷ୍ଟ ଏକ୍ସାଇଜ पुलिस गोटे कोलाबोरेसन किसी दिन गोटे प्रोसेसिंग ଥିଲା केन्द्र रेड करा कारण एटा एक्सेसिबिलिटी एरिया नुहे गत काली एसपी साहब निर्देशक में है आम सब टीम आज एकाठी हो प्लान एक्चुअली केते तो हम मु तो एक्चुअली तार भैल्यूएसन जानी आउरी भी चली अच्छी जगह करा किंतु लक्ष लक्ष टंकार प्राय गंजेई नष्ट करागला। सर आप बहुत दिन आप देखिए आगुरी केବେ ଚାଷ होउनथला आरंभ होला कौन किसी बाहर लोकंकर हाथ थिबा संदेह करा जाय ना सन्देह तो से कारण ये जो आदिवासी संप्रदाय लोक अच्छा द्वारा तो ये नुहे प्राय अनुमान करा प्रकृत 4-5 मास आसी बाहर लोक संपूर्ण हाथ अच्छे।